ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଆମେ କ୍ରିଷ୍ଟୋଫର କଲମ୍ବସଙ୍କ ବିଷୟରେ ଟିକେ ଅଧିକା ଜାଣିବା। ପାଞ୍ଚ ଧାଡିରେ ଅଲରେଡି ଜାଣିଛନ୍ତି। ତ କ୍ରିଷ୍ଟୋଫର କଲମ୍ବସ ପଞ୍ଚଦଶ ଶତାବ୍ଦୀରେ ଜଣେ ପ୍ରସିଦ୍ଧ ଅନୁସନ୍ଧାନକାରୀ ଥିଲେ ଯିଏ ବିଶ୍ୱ ଇତିହାସର ଗତିପଥ ବଦଳାଇ ଦେଇଥିଲେ। ସେ 1451 ମସିହାରେ ଇଟାଲୀର ଜେନୋଆରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରୁ ସେ ସମୁଦ୍ର ପ୍ରତି ଏକ ପ୍ରବଳ ଆଗ୍ରହ ସୃଷ୍ଟି କରିଥିଲେ ଏବଂ ନୌଚାଳନାର କୌଶଳ ଶିଖିଥିଲେ। ସେହି ସମୟରେ ୟୁରୋପୀୟ ଦେଶଗୁଡ଼ିକ ଏସିଆକୁ ନୂତନ ବାଣିଜ୍ୟ ପଥ ଖୋଜିବାକୁ ଆଗ୍ରହୀ ଥିଲେ। କାରଣ ମସଲା, ରେଶମ ଏବଂ ଅନ୍ୟାନ୍ୟ ସାମଗ୍ରୀ ବହୁତ ମୂଲ୍ୟବାନ ଥିଲା। ସ୍ଥଳଗୁଡ଼ିକ ଲମ୍ବା, ମହଙ୍ଗା ଏବଂ ବିପଦପୂର୍ଣ୍ଣ ଥିଲା। ତେଣୁ କଲମ୍ବସ ବିଶ୍ୱାସ କରିଥିଲେ ଯେ ଆଟଲାଣ୍ଟିକ୍ ମହାସାଗର ପାର ହୋଇ ପଶ୍ଚିମ ଦିଗରେ ନୌଚାଳନା କରି ଅଧିକ ଶୀଘ୍ର ଏସିଆରେ ପହଞ୍ଚି ପାରିବେ। ଅନେକ ଶାସକ ତାଙ୍କ ଧାରଣାକୁ ସମର୍ଥନ କରିବାକୁ ମନା କରିଥିଲେ, କିନ୍ତୁ ବର୍ଷ ବର୍ଷ ଧରି ପ୍ରୟାସ କରିବା ପରେ ରାଜା ଫର୍ଡିନାଣ୍ଡ ଏବଂ ସ୍ପେନର ରାଣୀ ଇସାବେଲା ତାଙ୍କ ଯାତ୍ରା ପାଇଁ ଆର୍ଥିକ ସହାୟତା ଦେବାକୁ ରାଜି ହୋଇଥିଲେ। 1492 ମସିହାରେ କଲମ୍ବସ 3ଟି ଜାହାଜ ନିନା, ପିଣ୍ଟା ଏବଂ ସାଣ୍ଟା ମାରିଆ ସହିତ ଯାତ୍ରା ଆରମ୍ଭ କରିଥିଲେ। ଏକ ଦୀର୍ଘ ଏବଂ କଷ୍ଟକର ଯାତ୍ରା ପରେ 1992 ମସିହାର 12 ଅକ୍ଟୋବରରେ ସ୍ଥଳରେ ପହଞ୍ଚିଲେ। ସେ କାରିବିଆନର ଏକ ଦ୍ୱୀପରେ ପହଞ୍ଚିଥିଲେ, କିନ୍ତୁ ସେ ବିଶ୍ୱାସ କରୁଥିଲେ ଯେ ସେ ଭାରତରେ ପହଞ୍ଚିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କୁ ଭାରତୀୟ ବୋଲି ଡାକିଛନ୍ତି। ବାସ୍ତବରେ ସେ ଆମେରିକାରେ ପହଞ୍ଚିଥିଲେ, ଯଦିଓ ସେ ଏହା କେବେ ଅନୁଭବ କରିନଥିଲେ। କଲମ୍ବସ ନୂତନ ବିଶ୍ୱକୁ 4ଟି ଯାତ୍ରା କରିଥିଲେ, ଯାହା ଆହୁରି ୟୁରୋପୀୟ ଅନୁସନ୍ଧାନ ଏବଂ ଉପନିବେଶ ପାଇଁ ପଥ ଖୋଲି ଦେଇଥିଲା। ଯଦିଓ କଲମ୍ବସ ଜଣେ ସାହସ ଏବଂ ଦୃଢ଼ ଅଭିଜ୍ଞ ଭାବରେ ମନେ ରଖାଯାଏ, ତାଙ୍କର ଯାତ୍ରା ଆମେରିକାର ଆଦିବାସୀମାନଙ୍କ ପାଇଁ ଗଭୀର ପରିଣାମ ଆଣିଥିଲା। ୟୁରୋପୀୟ ବସତି ରୋଗର ପ୍ରସାର ଏବଂ ସ୍ୱଦେଶୀ ଭୂମି ଏବଂ ସଂସ୍କୃତିର କ୍ଷତିର କାରଣ ହୋଇଥିଲା। କଲମ୍ବସ ନୂତନ ଅଞ୍ଚଳଗୁଡ଼ିକର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ, କିନ୍ତୁ ତାଙ୍କ ଶାସନ ସମାଲୋଚନାର ସମ୍ମୁଖୀନ ହୋଇଥିଲା ଏବଂ ତାଙ୍କୁ ଥରେ ଗିରଫ କରାଯାଇ ସ୍ପେନକୁ ଫେରାଇ ଦିଆଯାଇଥିଲା। ସେ 1506 ମସିହାରେ ମୃତ୍ୟୁବରଣ କରିଥିଲେ, ତଥାପି ସେ ବିଶ୍ୱାସ କରୁଥିଲେ ଯେ ସେ ଏସିଆରେ ପହଞ୍ଚିଛନ୍ତି। କ୍ରିଷ୍ଟୋଫର କଲମ୍ବସ ଜଣେ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବ୍ୟକ୍ତି ଥିଲେ। ତାଙ୍କର ଯାତ୍ରା ୟୁରୋପ ଏବଂ ଆମେରିକାକୁ ସଂଯୋଗ କରିଥିଲା। ତାଙ୍କ ଜୀବନ ସାହସ ଓ ମହତ୍ୱାକାଂକ୍ଷାକୁ ପ୍ରତିନିଧିତ୍ୱ କରେ, କିନ୍ତୁ ଏହା ଆମକୁ ଭିନ୍ନ ଦୃଷ୍ଟିକୋଣରୁ ଇତିହାସ ଅଧ୍ୟୟନ କରିବାକୁ ଏବଂ ଏହାର ସଫଳତା ଏବଂ ଏହାର ପ୍ରଭାବ ଉଭୟକୁ ବୁଝିବାକୁ ମନେ ପକାଇଥାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଭିଡ଼ିଓ କ'ଣ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।